ବ୍ରାଡମ୍ୟାନଙ୍କ ସ୍ପେଶାଲ କ୍ଲବରେ ଯୋଗ ଦେଲେ ଯଶସ୍ୱୀ ଜୟସୱାଲ। ଯଶସ୍ୱୀ ଜୟସୱାଲ ପରି କିଏ ହେବ? ଦିନ ଥିଲା ବିକୁଥିଲେ ଗୁପଚୁପ୍ ଏବଂ ଆଜି ଷ୍ଟାରରୁ ଷ୍ଟାର ବନିଗଲେ। ସେ ବ୍ରାଡମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଯଶସ୍ୱୀ ଜୟସୱାଲ। ଯଶସ୍ୱୀ ଜୟସୱାଲ ଯେତେ ଖେଳୁଛନ୍ତି ସେତେ ଇତିହାସ ରଚିବାକୁ ଯାଉଛନ୍ତି ଏବଂ ସେ ବହୁତ ଭଲ ପ୍ରଦର୍ଶନ କରି ପଞ୍ଚମ ତଥା ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଲିଗ୍ ଟେଷ୍ଟକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏହି 80 ରନ୍ର ବ୍ୟକ୍ତିଗତ ଇନିଂସରେ ଭାରତ ବର୍ତ୍ତମାନ ସୁଦ୍ଧା 2 ୱିକେଟ୍ ହରାଇ ଦ୍ୱିତୀୟ ଇନିଂସରେ ବିଶାଳ 127 ରନ୍ କରିଛି ଏବଂ ଇଂଲଣ୍ଡଠାରୁ 104 ରନ୍ ଆଗରେ ରହିଛି। ତାଙ୍କ ସାଥିରେ ଅଛନ୍ତି ବର୍ତ୍ତମାନ ଆକାଶଦୀପ, ସେ 32 ରନ୍ କରି ଅପରାଜିତ ରହିଛନ୍ତି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଥିବା ବେଳେ ଇଂଲଣ୍ଡର ଲିଡ୍ସ ଷ୍ଟାଡିୟମରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ପ୍ରଥମ ଇନିଂସରେ ଦେଖିବାକୁ ଗଲେ ଇଂଲଣ୍ଡ ଦଳ 247 ରନ୍ କରି ଅଲ୍ ଆଉଟ୍ ହେବା ପରେ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆର ବୋଲରମାନେ ଘାତକ ବୋଲିଂ କରି 104 ରନ୍ ବେଳକୁ 2ଟି ୱିକେଟ୍ ପଡ଼ିଥିଲା ଇଂଲଣ୍ଡ ଦଳ ଏବଂ ଦେଖିବାକୁ ଗଲେ 180 ରନ୍ ବେଳକୁ 2ଟି ୱିକେଟ୍ ପଡ଼ିଥିଲା ଇଂଲଣ୍ଡ ଦଳର ଏବଂ 227 ରନ୍ ବେଳକୁ 8ଟି ୱିକେଟ୍ ଏବଂ 247 ରନ୍ ବେଳକୁ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ ଦଳ। ଏହାକୁ ଫାଇଦା ଉଠାଇ ଟିମ୍ ଇଣ୍ଡିଆ ମଜବୁତ ସ୍ଥିତିରେ ପହଞ୍ଚି ସାରିଛି ବର୍ତ୍ତମାନ ସୁଦ୍ଧା। ତେଣୁ ଏହି ତୃତୀୟ ଦିନ ଖେଳ ଅଧା ମଧ୍ୟରେ ଦେଖିବାକୁ ଗଲେ ଯଶସ୍ୱୀ ଜୟସୱାଲ 80, ଆକାଶଦୀପ 32 ରନ୍ ଯୋଗୁଁ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ 127 ରନ୍ କରି 2ଟି ୱିକେଟ୍ ହରାଇଛି ଏବଂ 104 ରନ୍ ଆଗରେ ରହିଛି। ତ ଫ୍ରେଣ୍ଡ, ଆପଣମାନେ କମେଣ୍ଟରେ ଲେଖନ୍ତୁ ଏହି ପଞ୍ଚମ ଟେଷ୍ଟ କେଉଁ କେଉଁ ଦଳ ଜିତିବ ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।